ओम नमो भगवते वासुदेवाय। द्वितीयोऽध्याय। श्रीशुकवाच ए जेते କହିଲି ମୁଁ ତୋତେ ଈଶ୍ୱର ଶରୀର ସମେତେ ଏ ସ୍ଥୂଳ ଦେହ ମନେ ଧରି ସୁବୁଦ୍ଧି ବଳେ ଯତ୍ନ କରି ସେ ହରି ଅନ୍ତର ବାହାରେ ଅନ୍ୟ କେ ଅଛି ଏ ସଂସାରେ ସେ ସର୍ବ ବୁଦ୍ଧି ଅନୁଭୂତ ସ୍ୱପ୍ନ ଜାଗ୍ରତ ମଧ୍ୟସ୍ଥିତ ସତ୍ୟ ଆନନ୍ଦ ଜଳ ନିଧି ଭକ୍ତଜନଙ୍କ ସର୍ବସିଦ୍ଧି ଯାହାର ତହୁଁ ଏ ଜଗତ ଆତ୍ମାର ସଙ୍ଗେ ଉଦୟସ୍ତ ଏହି ପ୍ରକାରେ ପୂର୍ବ କାଳେ ସେ ଆତ୍ମଜୋନି ଏ ଶୟଳେ ଆତ୍ମସ୍ମରଣ ବୁଦ୍ଧି ବଳେ ସର୍ଜିଲା ଏ ବିଶ୍ୱମଣ୍ଡଳେ ଆତ୍ମାଙ୍କୁ ପାଳି ପୁଣି ହରେ ବୋଇତ ଯେହ୍ନେ ବାଣିଜ୍ୟରେ ଶବଦମୟ ବ୍ରହ୍ମରଥ ଯେ ମାର୍ଗେ ଯିବ ଆତଜାତ ପଡ଼ି ଭ୍ରମଇ ଅଧରୋଧେ କିଛି ନ ଲଭେଲା ଉପଦେ ବାସନାମୟ ମାୟା ଜାନେ ନ ବୁଝି ନିରତେ ଭ୍ରମଣେ ତାହାଙ୍କ ମଧ୍ୟେ ସେ ସୁବୁଦ୍ଧି ଜାଣେ ବେପାର ସଦବୁଦ୍ଧି ବିଚାର କରେ ମାୟା ପଥେ ମୋହି ଭ୍ରମଇ କିସ ଅର୍ଥେ ଶ୍ରମ ଲଭଇ ଆତଜାତେ ଲାଭ ନ ମିଳେ ମୋର ହସ୍ତେ ଏଣୁ ଏ ପଥ ଶ୍ରମ ତେଜି ଯେ ପ୍ରାଣୀ ଆତ୍ମଲାଭ ଖୋଜି ପ୍ରତ୍ୟାଶା ଦୂରେ ପରିହରେ ଆତ୍ମାରେ ଆତ୍ମାବୋଧ କରେ ଅଳପ ସୁଖେ ଆତ୍ମା ତୋଷେ ବର୍ତ୍ତଇ ଦିନ ଉପବାସେ ଥାଉ ଏ ବସୁନ୍ଧରୀ ଅଙ୍କ କି ସୁଖ ସୁବର୍ଣ୍ଣ ପଲଙ୍କ ସମର୍ଥ ଭୁଜ ଥାଉ ବାମେ କି ପ୍ରୟୋଜନ ଉପାଧାନେ ଯେବେ ବା ଅଛିଟି ଅଞ୍ଜଳି କି ପ୍ରୟୋଜନ ପାକସ୍ଥଳୀ ଦିଗବଳକଳ ଯେବେ ଥିବ ପଟ୍ଟବସ୍ତ୍ରରେ କିସ ହେବ ବୃଷର ଯେଉଁ ଫଳମାନ ବୃକ୍ଷର ଯେଉଁ ଫଳମାନ ସେ କି ନୁହନ୍ତି ଭିକ୍ଷା ଅନ୍ନ ନଦୀ ସବୁ କି ଶୁଖି ଅଛି ଗିରି ଗୁହା କି ରୁନ୍ଧି ଅଛି ହରି କି ନ ରଖେ ଭକତ ଧନ ଲାଭରେ କିମ୍ପାଚିତ ଏମନ୍ତ ଭାବେ କୃଷ୍ଣ ପାଦେ ଯେ ପ୍ରାଣୀ ଭଜନ୍ତି ଆନନ୍ଦେ ସେ କିମ୍ପା ଧନ ଗର୍ବି ଲୋକେ କ୍ଷଣେ ଭଜିବେ ଆତ୍ମା ସୁଖେ ଏହି ପ୍ରକାରେ ଆତ୍ମା ଚିତେ ସିଦ୍ଧି ଲଭନ୍ତି ଅନୁଭୂତେ ସେ ପ୍ରାଣୀ ହୁଏ କୃତ୍ୟ ତାହାକୁ ପ୍ରସନ୍ନ ଅନନ୍ତ ଏଣୁ ନିରତେ ଆତ୍ମା ଯୋଗେ ଭଜିବ କୃଷ୍ଣ ପାଦ ଯୁଗେ ମୁଁ ଯେତେ କହିଲି ବିଶ୍ୱାସେ ଏଣୁ ସଂସାରେ ହେତୁ ନାଶେ ଏ ଭବ ଅନାଦର କରି ସଂସାର ଚିନ୍ତା ଚିତେ ଭରି ପଶୁମାନଙ୍କର ଏ ଗତି ମାୟା ସଂସାରେ ଯେ ଭ୍ରମନ୍ତି ଦେଖ ସଂସାରେ ପ୍ରାଣୀ ଯେତେ ଯନ୍ତ୍ରିତ କର୍ମର ଆୟତେ ବୈତରଣୀ ନାମେ ନଦୀ ଯତନା ମଧ୍ୟେ ସେ ପ୍ରସିଦ୍ଧି ତହିଁ ପଡ଼ଇ ଦେଖୁ ଦେଖୁ ତାଙ୍କ ଜୀବନ କେବା ରଖୁ ଅର୍ଜିଲା କର୍ମ ଫଳ ଲଭି ଅଶେଷ ଦେହେ ତାହା ସେବି ଏବେ ହୋ ଶୁଣ ନୃପମଣି ତେଣୁ ସଂସାରେ ତରେ ପ୍ରାଣୀ ସେ ଅବା ଏ ନର ଶରୀରେ ଧାରଣା ଯୋଗ ନିର୍ବିକାରେ ସ୍ୱଦେହେ ହୃଦୟେ ପ୍ରକାଶେ ସେ ହରି ଘୋର ତମ ନାଶେ ପ୍ରାଦେଶ ପାତ୍ର ରୂପ ଧରି ବିଜୟ ପ୍ରଭୁ ନର ହରି ସୂକ୍ଷ୍ମ ସ୍ୱରୂପ ରୂପ ତାର ଶୁଣ ସାନନ୍ଦେ କୁରୁ ବୀର ଶ୍ୟାମ ସୁନ୍ଦର ଭୁଜ ଚାରି
ଶଙ୍ଖ କମଳ ଚକ୍ରଧାରୀ ଧାରଣ ଯୋଗେ ଏହା ଚିନ୍ତି ନିଶ୍ଚଳ ନୟନେ ଦେଖନ୍ତି ପ୍ରସନ୍ନ ଶ୍ରୀମୁଖ ମଣ୍ଡଳ ଲୋଚନ ପୁଣ୍ଡରୀକ ଦଳ କଦମ୍ବ କିଞ୍ଜଳକ କୁସୁରଙ୍ଗ ପୀତବସନ ଶୋହେ ଅଙ୍ଗ ଅମୂଲ୍ୟ ହାର ବକ୍ଷସ୍ଥଳେ ରତ୍ନ କେୟୁର ବାହୁମୂଳେ ସୁବର୍ଣ୍ଣ କିରୀଟ କୁଣ୍ଡଳ ସୁନ୍ଦର ଅଳକା କୋପଳ ହୃଦୟ ପଦ୍ମ ମଧ୍ୟେ ସ୍ମରି ଏ ରୂପ ଚିନ୍ତେ ବ୍ରହ୍ମଚାରୀ ଶ୍ରୀବତ୍ସ କୌସ୍ତୁଭମଣି ସୁବର୍ଣ୍ଣ ସୂତ୍ରେ ସୁଖଞ୍ଜଣି ଆଜାନୁ ଲମ୍ବେ ବନମାଳ କନ୍ଧୁ ବେଷ୍ଟିତ ବକ୍ଷସ୍ଥଳ ରତ୍ନମେଖଳା କୋଟି ମାଝେ ଅଙ୍ଗୁଳେ ମୁଦ୍ରିକା ବିରାଜେ ଅଙ୍ଗଦ ନୂପୁର କଙ୍କଣ ବିବିଧେ ଅଙ୍ଗ ଆଭରଣ କମଳ ପୁଷ୍ପ ଶିରେ ଶୋହେ ନୀଳ କୁନ୍ତଳ ଜନ ମୋହେ ସୁନ୍ଦର ହସିତ ବଦନ ଅଞ୍ଜନେ ବିରାଜେ ନୟନ ଭୃଭଙ୍ଗ ଅନୁଗ୍ରହ ମୁଖ ଭ୍ରୁକୁଟି କୁଟିଳ ସୁରେଖ ଏମନ୍ତେ ଈଶ୍ୱରର ଦେହେ ଚିତେ ଚିନ୍ତିବ ମାୟା ମୋହେ ଯାବତ ଧାରଣାର ବଳେ ମନ ନ ରହେ ସୁନିଶ୍ଚଳେ ଏମନ୍ତ ଏକ ଏକ ଅଙ୍ଗେ ନୃତ୍ୟ ଭାବିବ ବୁଦ୍ଧି ଯୋଗେ ହାସ୍ୟ ବଦନୁ ପାଦ ଯାଏ ଭାବିବ ବିଷ୍ଣୁ ସ୍ଥୂଳ ଦେହେ ସ୍ଥାନକୁ ସ୍ଥାନ ଧ୍ୟାନ କରି ଭିତରେ ପଶିବ ପ୍ରସାରି ଯାବତ ବୁଦ୍ଧି ଏ ଶରୀରେ ପରମ ସୁଧ ନ ବିଚାରେ ଯାବତ ବିଷ୍ଣୁ ଲୁକ ଦେହେ ଯାବତ ବିଷ୍ଣୁ ନିଜ ଦେହେ ନ ଦେଖି ତତ୍ତ୍ୱର ଉଦୟେ ତାବତ ସ୍ଥୂଳ ରୂପ ଚିନ୍ତି ଚିତ୍ତେ ସ୍ମରିବ ନୀତି ନୀତି ସୁଖେ ବସିବ ସ୍ଥିରାସନେ ସ୍ଥୂଳ ଶରୀରେ ଯୋଗ ଧ୍ୟାନେ ଏମନ୍ତେ କରିବ ଧାରଣ ଯାବତ ନ ଘଟେ ମରଣ ପବିତ୍ର ପୁଣ୍ୟ ତୀର୍ଥ କାଳେ ମନ ନ କରିବ ଚଞ୍ଚଳେ ଯୋଗ ଧାରଣେ ପଞ୍ଚ ପ୍ରାଣ ସାଧିବ ସମାଧି ଧାରଣ ଆସନ ପ୍ରତ୍ୟାହାର ବଳେ ମନକୁ ସ୍ଥାପିବ ନିଶ୍ଚଳେ ମନ ସହିତେ ଇନ୍ଦ୍ରିଗଣ ନିର୍ମଳ ବୁଦ୍ଧିରେ ସଂଯମ ସେ ବୁଧ କ୍ଷେତ୍ରଜ୍ଞ ପ୍ରମାଣୀ ଆତ୍ମାରେ କ୍ଷେତ୍ରଜ୍ଞକୁ ଜାଣି ଆତ୍ମାରେ ଆତ୍ମାକୁ ନିରୋଧୀ ଏମନ୍ତ ଯେ ଜନ ସୁବୁଦ୍ଧି ଆତ୍ମାର ଲାଭ ଲୋଭେ ହେଳେ କର୍ମ ଛାଡ଼ିବୁ ତେତେବେଳେ ଏ ଭାବେ ଜୀବର ନିସ୍ତାର କାଳର ନାହିଁ ଅଧିକାର ଦେବେ ନୁହନ୍ତି ଯହିଁ ଶିଶ୍ର ତ୍ରିଗୁଣେ ନୁହନ୍ତି ପ୍ରବେଶ ଇନ୍ଦ୍ରିୟ ଗଣେ ଅଗୋଚର ନାହିଁ ମହତ ତତ୍ତ୍ୱ ଦୂର ଏ ଘେନି ବୈଷ୍ଣବର ଧାମ ପରମ ପଦ ତାର ନାମ କେବେ ନ ପାନ୍ତି ଯାହା ଚିନ୍ତି ନ ଜାଣୁ କହନ୍ତି ଦୁରାତ୍ମା ଭାବ ପରିହରି ସୁହୃଦ ଭାବ ଚିତ୍ତେ ଧରି ପରମ ପଦେ କରି ସ୍ଥାନ ତେବେ ସାଧିବ ଦୃଢ଼ ମନ ବିଶ୍ୱକୁ ବ୍ରହ୍ମମୟ ଭାବି ପାରିଲେ ହେବ ସର୍ବସିଦ୍ଧି ବାମ ଚରଣ ପଛ ଭର ତେଣେ ନିରୋଧୀ ମୂଳାଧାର ମୂଳ ପବନ ଊର୍ଦ୍ଧ୍ୱେ ତୋଳି ନାଭି ପବନ ସଙ୍ଗେ ମିଳି ବେନି ପବନ ତୋଳି ବଳେ ସ୍ଥାପିବ ହୃଦୟ କମଳେ ତହୁଁ ତୋଳିବ ତିନି ପ୍ରାଣ କଣ୍ଠେ ଯେ ବସଇ ଉଦାନ ବ୍ୟାନ ପବନ ତାର ତୁଲେ ଧରି ସ୍ଥାପିବ ତାଳୁ ମୂଳେ ତହୁଁ କୁମ୍ଭକ ସାଧି କରି ପ୍ରାଣକୁ ଭୂମଣ୍ଡଳେ ଭରି ନିରୋଧ କରି ସୋହାଦ୍ୱାର ସ୍ମରଣ କରିବ ଓଙ୍କାର ନିୟତ ଥାଇ ଯୋଗ ବନ୍ଧେ
ତେବେ ସ୍ଥାପିବ ବ୍ରହ୍ମରନ୍ଧ୍ରେ ନିଶ୍ଚଳ ଯୋଗେ ଦୃଢ଼େ ସାଧି ତକ୍ଷଣେ ବ୍ରହ୍ମରନ୍ଧ୍ରେ ଭେଦି ପରମ ପଦେ ତାର ଗତି ବ୍ରହ୍ମାର ବ୍ରହ୍ମଲୋକେ ସ୍ଥିତି ଗୁଣ ସମୂହ ଅଷ୍ଟନିଧି ଯେଣୁ ବାଞ୍ଛଇ ମନ ସିଧି ମନ ଇନ୍ଦ୍ରିୟ ଗଣ ମେଳେ ତକ୍ଷଣେ ବ୍ରହ୍ମଲୋକ ମିଳେ ଯୋଗେଶ୍ୱରଙ୍କର ଏ ଗତି ପରମ ପୁରୁଷ ବୋଲନ୍ତି ଏମନ୍ତେ ତିନି ଲୋକ ଜିଣି ଶୁଣ କହିବା ପରିମାଣି ଯେ କର୍ମ ସାଧେ କର୍ମ କାଣ୍ଡେ ସେ କାହିଁ ଲୋଭେ ଊର୍ଦ୍ଧ୍ୱ ଦାଣ୍ଡେ କେବାଲ ଭିବ କର୍ମ ଭାଗେ ସମାଧି ବିଦ୍ୟା ତପ ଯୋଗେ ସୁଷୁମ୍ନା ରନ୍ଧ୍ରେ ବ୍ରହ୍ମ ପଥେ ଜ୍ୟୋତି ପ୍ରକାଶେ ଊର୍ଦ୍ଧ୍ୱ ଗତେ ବୈଧୌତ କଳୁଷ ଶରୀର ବିଧୌତ କଳୁଷ ଶରୀର ସେ ଚିତ୍ରେ ସ୍ଥିତି ସୁଷୁମ୍ନାର ସେହି ସୁଷୁମ୍ନା ଚକ୍ର ସାର ଯେ ଚକ୍ର ତଳେ ଧ୍ରୁବପୁର ବିଶ୍ୱର ନାଭି ସେ ବୋଲାଇ ଆତ୍ମା ସ୍ୱରୂପେ ତହୁଁ ଯାଇ ପ୍ରବେଶ ପରମ ସ୍ୱରୂପେ ବ୍ରହ୍ମ ନିର୍ବାଣ ମହଲୋକେ କଳ୍ପ ଆୟୁଷ ସିଦ୍ଧ ଗଣେ ଯହିଁ ରହନ୍ତି ଅନୁକ୍ଷଣେ ସେ ପୁଣି କଳ୍ପକ୍ଷୟ କାଳେ ଅନନ୍ତ ନିଶ୍ୱାସେ ଅନଳେ ଦହନ ଦେଖି ଅନ୍ତରିକ୍ଷେ ଅନନ୍ତ ଶୟନ ପ୍ରତ୍ୟକ୍ଷେ ସିଦ୍ଧେଶ୍ୱରଙ୍କ ସ୍ଥାନେ ପଶେ ବେଦ ଯା ବ୍ରହ୍ମଲୋକେ ଘୋଷେ ସଂସାର କର୍ତ୍ତା ଯେ ବୋଲାନ୍ତି ସେ ବ୍ରହ୍ମା ବ୍ରହ୍ମଲୋକେ ସ୍ଥିତି ସେ ପୁରେ ନାହିଁ ଦୁଃଖ ଶୋକ ଜରା ମରଣ ଉଦ୍ବେଗ ଚିତ୍ତ ଅନର୍ଥ ହେତୁ କାହିଁ ଜନ୍ମ ମରଣ ଭୟ ନାହିଁ କେତେହେଁ କାଳ ସେ ଭୁବନେ ରହି ଚିନ୍ତଇ ଅବଧାନେ ପୃଥିବୀ ରୂପେ ଲିଙ୍ଗ ଦେହେ ସେ ପୁଣି ବିହରେ ନିର୍ଭୟେ ପୃଥିବୀ ରୂପେ ଜଳେ ଯାଇ ସେ ଇଷ୍ଟ ଭୋଗ ତା ଭୁଞ୍ଜଇ ଅନଳ ସମତହୁଁ ସ୍ଥିତି ଜ୍ୟୋତି ସ୍ୱରୂପ ପ୍ରାଣ ଚିନ୍ତି ପବନେ କରଇ ସଂସାର ଧରଇ ପବନ ଶରୀର ସେ ବାୟୁ କାଳେ ଲୋଭେ ପୁରେ ସେ ଜୀବ ଲିଙ୍ଗ ରୂପ ଧରେ ଗନ୍ଧ କଳ୍ପଇ ଘ୍ରାଣ ମାତ୍ରେ ରସକୁ ରସନା ସଙ୍ଗତେ ସୃଷ୍ଟିରେ ରୂପକୁ ସଂହାରି ତ୍ୱକକୁ ସ୍ପର୍ଶରେ ସେ ହରି ଶବଦ ଗୁଣେ କର୍ଣ୍ଣ ଭାରି ଏ ରୂପେ ପ୍ରାଣ ସୂକ୍ଷ୍ମେ ଧରି ବୁଦ୍ଧି ଇନ୍ଦ୍ରିୟ ଭାବ ଏଣେ ଏ ପଞ୍ଚ ମାତ୍ରା ପରିମାଣେ ଏ ଅହଙ୍କାର ଭଗବାନ ବୁଦ୍ଧି ଇନ୍ଦ୍ରିୟ ଦିବ୍ୟ ଜ୍ଞାନ ପଞ୍ଚ ବିକାରେ ପଞ୍ଚ ହେବା ପଞ୍ଚ ବିକାରେ ପଞ୍ଚ ଦେବା ମନ ସନ୍ମତେ କରି ସେବା ଏ ପଞ୍ଚ ଦେବତା ସହିତେ ସୂକ୍ଷ୍ମ ସ୍ୱରୂପେ ମହତତ୍ୱେ ସେ ତତ୍ତ୍ୱ ଗୁଣର ସଂସ୍ଥାନ ପ୍ରଧାନେ ଦେହେ ହୁଏ ଲୀନ ନିତ୍ୟ ନିର୍ଗୁଣ ସେ ନିରୋଧେ ଦଶ ଇନ୍ଦ୍ରିୟ ଆତ୍ମା ସାଧେ ଆତ୍ମା ନିରୋଧେ ଆତ୍ମଜ୍ଞାନେ ପ୍ରବେଶ କରେ ଅବ୍ୟମାନେ ଆନନ୍ଦେ ଜ୍ଞାନ ରସ ଭୋଳେ ଶାନ୍ତି ଭଜଇ ସେ ନିଶ୍ଚଳେ ଏମନ୍ତେ ଧାରଣାନୁଭାବ ନିଶ୍ଚେପ ସଇ ବାସୁଦେବ ଅନ୍ତେ ଲଭଇ ଯେତେ ଗତି ତାହାକୁ କହି ଭଗବତୀ ଯହିଁ ପଶିଲେ ଆତ୍ମା ମନ ନ ଲଭେ ପୁନରାଗମନ ଶୁଣଃ ନୃପ ପରୀକ୍ଷିତ ଯେଣୁ ପୁଛିଲୁ ଭାଗବତ ମୋକ୍ଷର ମାର୍ଗ ମୁଁ କହିଲି ତୋ ମନୁ ସଂଶୟ ଛେଦିଲି ତେଣୁ କହିଲି ସ୍ତୁତି ଯୋଗେ
ତୋର ସମୀପେ ଅନୁରାଗେ ଦଇବେ କାଳ ଅବସାନ। ଏଣେ କହିବା ଦିବ୍ୟ ଜ୍ଞାନ ବ୍ରହ୍ମାର ତପେ ହୋଇ ତୋଷ। ବିଷ୍ଣୁ ଯେ ଦେଲେ ଉପଦେଶ ସେ ପଦ କହିଲି ମୁଁ ତୋତେ। ଏବେ ତୁ ଶୁଣ ଏକଚିତେ ସଂସାର ସଞ୍ଚରନ୍ତି ଯେତେ ସେ କାହିଁ ଯିବେ ବିଷ୍ଣୁ ପଥେ। ସେ କଥା ଶୁଣ ପ୍ରିୟ ଭାବେ ସେ ଭକ୍ତି ଲଭେ ବାସୁଦେବେ। ବ୍ରହ୍ମାର ତପ କଷ୍ଟେ କରି ଯାହା କହିଲେ ଦୟା କରି ସେ ସର୍ବ ବ୍ରହ୍ମ ବେଦ ସାର ସକଳ ବୁଝି ତିନିବାର। ସେ ହରି ସର୍ବଭୂତ ମଧ୍ୟେ ନୃତ୍ୟ ବିହରେ ଆତ୍ମା ପଦେ। ଯେ ଭକ୍ତି ଜୀବ ସୁଖ ପଥ ଏ ଭାବେ ହେଲେ ଆତ୍ମାରଥ। ବୁଦ୍ଧି ଲକ୍ଷଣ ଅନୁମାନେ ନିଶ୍ଚଳ ଯୋଗୀ ଯୋଗ ଧ୍ୟାନେ। କିଏ ବା କରିବ ଗୋଚର ଜଗତ ବାହ୍ୟ ଅଭ୍ୟନ୍ତର। ଏ ଘେନି ସର୍ବ ଆତ୍ମା ଭାବେ ସର୍ବଦା କାଳେ ଏକଠାବେ। ହରିଙ୍କି କର୍ଣ୍ଣ ପଥେ ଶୁଣି ମୁଖେ ନିରତେ ନାମ ଭଣି। ସେ ହରି କଥାମୃତ ରସ ଯେ କରେ କର୍ଣ୍ଣ ପଥେ ପ୍ରାସ। ବିଷୟ ବିଷ ନାଶି ଚିତ ପବିତ୍ର କରେ ଅନ୍ତର୍ଗତ। ଗୋବିନ୍ଦ ଚରଣ କମଳେ ପସଇ ଭକ୍ତ ଯୋଗ ବଳେ। ଏ ଭାଗବତ ରସ ଚିତେ ସୁଜନେ ପ୍ରିୟ କର୍ଣ୍ଣ ପଥେ। ବିଷୟ ରସ ଯାଉ ନାଶ କହଇ ଜଗନ୍ନାଥ ଦାସ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ ସଂହିତାୟା 82 ଦ୍ୱିତୀୟ ସ୍କନ୍ଧେ ଶୁକ ପରୀକ୍ଷିତ ସମ୍ବାଦେ ଯୋଗଶ୍ରୁତିଦ୍ୱୟ ବର୍ଣ୍ଣନେ ନାମ ଦ୍ୱିତୀୟୋଧ୍ୟାୟ। ଓಂ ନମୋ ଭଗବତେ ବାସୁଦେବାୟ।